ପିଲାମାନଙ୍କୁ ଆକୃଷ୍ଟ କରୁଛି କେନ୍ଦୁଝର ମୀନା ବଜାର। କେନ୍ଦୁଝର ଛାତି ଉପରେ କାଳୀପୂଜା ଉପଲକ୍ଷେ ପଡ଼ିଛି ମୀନା ବଜାର। ମୀନା ବଜାରରେ ବିଭିନ୍ନ ପ୍ରକାର ଷ୍ଟଲ୍ ପଡ଼ିଥିଲେ ମଧ୍ୟ ସବୁଠାରୁ ଆକୃଷ୍ଟ କରୁଛି ଛୋଟ ପିଲାମାନଙ୍କ ଷ୍ଟଲ୍, ଯେଉଁଠାରେ କି ଛୋଟ ପିଲାମାନେ ଖୁବ୍ ମଜା ନେଉଛନ୍ତି। ପିଲାମାନଙ୍କ ପାଇଁ ଖୋଲାଯାଇଥିବା ବିଭିନ୍ନ ପ୍ରକାରର ଷ୍ଟଲ୍ରେ ପିଲାମାନଙ୍କ ଗହଳି ଲାଗି ରହିଥିବା ବେଳେ ଖୁବ୍ ଉତ୍ସାହର ସହିତ ମଜା ନେଉଥିବା ଦୃଶ୍ୟ ମୀନା ବଜାରରେ ଦେଖିବାକୁ ମିଳିଛି। କେବଳ ସେହି ମଜା ନେବା ପାଇଁ ହିଁ ବହୁ ଦୂରଦୂରାନ୍ତରରୁ କେନ୍ଦୁଝର ମୀନା ବଜାରକୁ ପିଲାମାନେ ଛୁଟି ଆସିଥାନ୍ତି। ମୀନା ବଜାର ବୁଲିବା ପରେ ନିଜର ପ୍ରିୟ ଖେଳ ଷ୍ଟଲ୍ର ମଜା ନେବା ମୀନା ବଜାରର ଏକ ଉଦାହରଣ ସୃଷ୍ଟି କରିଦେଇଛି। ବାପା ମା ମାନେ ମଧ୍ୟ ନିଜ ପିଲାମାନଙ୍କୁ ଖୁସି କରିବା ପାଇଁ ମୀନା ବଜାର ଆଣି ଖୁସି ଦେବାର ସୁଯୋଗ ପାଇଥାନ୍ତି, ଯାହାଫଳରେ ଖେଳ ଷ୍ଟଲ୍ରେ ଛୋଟ ପିଲାମାନଙ୍କ ଗହଳି ଲାଗି ରହିଥାଏ। ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଛୋଟ ପିଲାମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି କେନ୍ଦୁଝର ମୀନା ବଜାର। କେନ୍ଦୁଝରରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।